ଗୋଟିଏ ଘରର ଭବିଷ୍ୟତ ସେହି ଘରର ପିଲାମାନଙ୍କ ହାତରେ ଥାଏ। ଆଉ ସେହି ପିଲାମାନଙ୍କ ଭବିଷ୍ୟତ ତାଙ୍କ ଅଭିଭାବକଙ୍କ ଚିନ୍ତାଧାରା ଓ ଦାୟିତ୍ୱବୋଧ ଉପରେ ନିର୍ଭର କରେ। ନମସ୍କାର ବନ୍ଧୁଗଣ, ଆଜି ମୁଁ ଏମିତି ଏକ ବିଷୟ ନେଇ ଆପଣମାନଙ୍କ ସମ୍ମୁଖରେ ଆସିଛି ଯାହା ପ୍ରତ୍ୟେକ ବାପା ଓ ମାଆଙ୍କ ହୃଦୟକୁ ସ୍ପର୍ଶ କରିବ। ବିଷୟଟି ହେଉଛି ପିଲାଙ୍କ ପାଠପଢ଼ାରେ ଅଭିଭାବକଙ୍କ ଭୂମିକା। ବନ୍ଧୁଗଣ, ଗୋଟିଏ ଛୋଟ ଗଛକୁ ଯଦି ସମୟରେ ପାଣି, ଖତ ଓ ଯତ୍ନ ମିଳେ, ସେହି ଗଛ ଦିନେ ବିରାଟ ବୃକ୍ଷରେ ପରିଣତ ହୁଏ। ସେହିପରି ଗୋଟିଏ ପିଲାକୁ ଯଦି ଭଲ ପାଇବା, ସଠିକ୍ ମାର୍ଗଦର୍ଶନ ଓ ଭଲ ଶିକ୍ଷା ମିଳେ, ସେ ଦିନେ ସମାଜର ଜଣେ ଆଦର୍ଶ ମଣିଷ ହୋଇପାରେ। ଆମେ ଅନେକ ସମୟରେ ଭାବୁ ପିଲାକୁ ଭଲ ସ୍କୁଲରେ ପଢ଼ାଇ ଦେଲେ ଓ ଟ୍ୟୁସନ୍ ପଠାଇ ଦେଲେ ଆମର କାମ ଶେଷ। କିନ୍ତୁ ଏହା ସତ୍ୟ ନୁହେଁ। ପିଲାର ପ୍ରଥମ ବିଦ୍ୟାଳୟ ହେଉଛି ତା'ର ଘର, ଆଉ ପ୍ରଥମ ଶିକ୍ଷକ ହେଉଛନ୍ତି ତା'ର ବାପା ଓ ମା। ଆପଣ ପିଲାକୁ ଦାମୀ ବହି କିଣିଦେଇ ପାରନ୍ତି, ସୁନ୍ଦର ସ୍କୁଲରେ ପଢ଼ାଇ ପାରନ୍ତି, କିନ୍ତୁ ଯଦି ପ୍ରତିଦିନ ତା ପାଇଁ କିଛି ସମୟ ବାହାର କରିପାରୁନାହାନ୍ତି, ତେବେ ସେ ନିଜକୁ ଏକା ଅନୁଭବ କରିବ। ପିଲାଙ୍କୁ ସବୁଠାରୁ ବେଶୀ ଦରକାର ହୁଏ ବାପା ମାଆଙ୍କ ସମୟ, ସ୍ନେହ ଓ ପ୍ରେରଣା। ପ୍ରତିଦିନ ମାତ୍ର 20 କିମ୍ବା 30 ମିନିଟ୍ ପିଲାଙ୍କ ସହ ବସନ୍ତୁ। ସେ କ'ଣ ପଢ଼ିଲା, କ'ଣ ବୁଝିଲା, କେଉଁଠି ଅସୁବିଧା ହେଉଛି ତାହା ପଚାରନ୍ତୁ। ଆପଣଙ୍କ ଏହି ଛୋଟ ପ୍ରୟାସ ତାଙ୍କ ମନରେ ବଡ଼ ଆତ୍ମବିଶ୍ୱାସ ସୃଷ୍ଟି କରିବ। କେବେ ବି ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ। ଯେଉଁ କଥା ଆପଣଙ୍କୁ ସାଧାରଣ ଲାଗେ, ସେହି କଥା ପିଲାର କୋମଳ ମନକୁ ଗଭୀର ଆଘାତ ଦେଇପାରେ। ପ୍ରତ୍ୟେକ ପିଲାର ଶିଖିବାର ଗତି ଅଲଗା, ପ୍ରତିଭା ଅଲଗା ଓ ସ୍ୱପ୍ନ ମଧ୍ୟ ଅଲଗା। ପିଲା ପରୀକ୍ଷାରେ କମ୍ ନମ୍ବର ଆଣିଲେ ରାଗ କରନ୍ତୁ ନାହିଁ। ତାକୁ ପଚାରନ୍ତୁ, ତୁମର କେଉଁଠି ଅସୁବିଧା ହେଲା? ମୁଁ କିପରି ତୁମକୁ ସାହାଯ୍ୟ କରିପାରିବି? ଏହି ଗୋଟିଏ ପ୍ରଶ୍ନ ପିଲାର ମନରେ ନୂଆ ସାହସ ଯୋଗାଇଦେବ। ମନେ ରଖନ୍ତୁ, ଶିକ୍ଷାର ଅର୍ଥ କେବଳ ଭଲ ନମ୍ବର ନୁହେଁ। ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭଲ ଚରିତ୍ର, ସତ୍ୟନିଷ୍ଠା, ଶୃଙ୍ଖଳା, ଦୟା ଓ ମାନବିକତାର ବିକାଶ। ଯେଉଁ ପିଲା ଭଲ ମଣିଷ ହୋଇପାରେ, ସେ ଜୀବନରେ ନିଶ୍ଚୟ ସଫଳ ହୁଏ। ଆଜି ଅନେକ ପିଲା ମୋବାଇଲ ଓ ଟେଲିଭିଜନରେ ଅଧିକ ସମୟ ବିତାଉଛନ୍ତି। ଏହି ପରିସ୍ଥିତିରେ ଅଭିଭାବକଙ୍କ ଦାୟିତ୍ୱ ଆହୁରି ବଢ଼ିଯାଏ। ପିଲାଙ୍କୁ ମୋବାଇଲ ଠାରୁ ଅଧିକ ପୁସ୍ତକ ସହିତ ବନ୍ଧୁତା କରିବାକୁ ପ୍ରେରଣା ଦିଅନ୍ତୁ। ଘରେ ପଢ଼ିବାର ପରିବେଶ ସୃଷ୍ଟି କରନ୍ତୁ। ପିଲାମାନେ କଥାଠାରୁ ଅଧିକ କାର୍ଯ୍ୟରୁ ଶିଖନ୍ତି। ତେଣୁ ପ୍ରଥମେ ନିଜେ ଭଲ ଉଦାହରଣ ହୁଅନ୍ତୁ। ପ୍ରତ୍ୟେକ ଅଭିଭାବକଙ୍କୁ ମନେ ରଖିବା ଉଚିତ, ଆଜି ଆପଣ ପିଲାଙ୍କୁ ଯେଉଁ ସମୟ ଦେଉଛନ୍ତି, ସେହି ସମୟ ଆସନ୍ତାକାଲି ଆପଣଙ୍କ ସବୁଠାରୁ ବଡ଼ ଗର୍ବର କାରଣ ହେବ। ଆଉ ଆଜି ଯଦି ଆପଣ ଅବହେଳା କରିବେ, ତେବେ ଆସନ୍ତାକାଲି ଅନୁତାପ କଲେ ମଧ୍ୟ ସମୟ ଫେରି ଆସିବ ନାହିଁ। ପିଲାଙ୍କୁ କେବଳ ସଫଳ ନୁହେଁ, ସଂସ୍କାରବାନ ଓ ଦାୟିତ୍ୱବାନ ମଣିଷ କରିବା ହିଁ ପ୍ରତ୍ୟେକ ବାପା ଓ ମାଆଙ୍କ ସବୁଠାରୁ ବଡ଼ କର୍ତ୍ତବ୍ୟ। ଶେଷରେ ଗୋଟିଏ ସୁନ୍ଦର ଅନୁଚିନ୍ତା। ପିଲାଙ୍କ ଭବିଷ୍ୟତ ବଦଳାଇବାକୁ ଚାହୁଁଥିଲେ ପ୍ରଥମେ ନିଜ ଅଭ୍ୟାସ ବଦଳାନ୍ତୁ। ପିଲାଙ୍କୁ କେବଳ ପଢ଼ିବାକୁ କୁହନ୍ତୁ ନାହିଁ, ପଢ଼ିବାର ପ୍ରେରଣା ଦିଅନ୍ତୁ। କେବଳ ସ୍ୱପ୍ନ ଦେଖାନ୍ତୁ ନୁହେଁ, ସେହି ସ୍ୱପ୍ନ ପୂରଣର ସାହସ ମଧ୍ୟ ଦିଅନ୍ତୁ। କାରଣ ଆଜିର ଆପଣଙ୍କୁ ଭଲ ପାଇବା, ସମୟ ଏବଂ ସଂସ୍କାର ହିଁ ଆସନ୍ତାକାଲି ଏକ ସୁନ୍ଦର ସମାଜ ଗଢ଼ିବାରେ ସହାୟକ ହେବ। ଆଜି ପାଇଁ ରହିଲି। ନମସ୍କାର। ଜୟ ଜଗନ୍ନାଥ।